नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवा। दशम अध्याय। दशमे क्रोधे दैत्यगण देवंक संगे कले रण। श्रीशुक उवाच कठोर साधि जातु धाने विमुख हेले सुधा पाने कृष्ण भक्ति जेणु नाही अमृत पाइबे से काहि देवंकु अमृत पियाई गरुड़े बसी भाव ग्राही निज भुवने गले हरि शुण परीक्ष दंडधारी एमंते विष्णुर मोहने निराश होई सुधा पाने सर्वदा नव एक मते जनाई बलिर अग्रते उद्यम कले युद्ध अर्थे न लभी विधिर आयते शत्रुंक कार्य सिद्धि देखी भाली सकले मने दुखी सकले मिली जुथे जुथे विचार कले एक मते देवंकु बाहुबले मारी सर्वसंपद जेबे हरि तेबे से जीवन आंभर संग्रामे होइब सुफल एमंते मनरे विचारी सर्वे धाइले हस्त्र धरी अमृत पाने देवगण इच्छन्ति दैत्य संगे रण स्वभावे हरिपरायण सुधा से करिछन्ति पान एमंत देवासुर रण सुघोर सुभीम दारुण सरोबरसी निरंतरे समर कले देवासुरे शबद करि बाहु नादे जुझन्ति विविध आयुधे बजान्ति शंकरण भेरी पटह मंगल महुरी सकल मंगल सुबाद्ये गजतु रंग गति नादे शुभिला शबद तुमुले प्रलय सिंधु की उछुले युद्ध करन्ति एके एके दनुज गणे वृंदारके अश्वकु अश्वसज कले हस्ती की हस्ती घेनी तुले नाना बाहने विजे करी रणे धाइले शस्त्र धरी ओटर पृष्ठे के बसन्ति के उच्च अश्व आरोहन्ति गंधर्वे बसी अबाखरे के मृग बानर स्कंधरे के व्याघ्र भल्लुक आरोही के गृध्र कंकब के धाई स्वेन भासवाति मिंगले सौरभ महिषे के चले के शिवा केहु कृकला से शशके के अबा मानुषे अमूल्य रत्न दंड छत्र नीलोहित श्वेत पीत व्यजन बरही चामरे सेनाभूषण पाग शिरे विविध संग्राम भूषणे शोभन्ति देवासुर गणे विविध तीक्ष्ण शस्त्र भुजे विराजे रविरश्मि तेजे एमंते देवासुर बले स्वभावे बलिष्ठ सकले अति कुपित देवासुर कियबा देवा पटांतर शोभन्ति महावीरे रणे जेसने जलधि मंथने असुर बले झटकन्ति से बले बलि सेनापति शुण राजन कहु तोते बलि महिमा अप्रमिते मय निर्मित घोर जान स्वभावे बह्यायस नाम समर अर्थे शस्त्र जेते सर्वपूरित मय रथे मन वचने अगोचर दृश्य अदृश्य भयंकर एमंत रथे बलि बसे वीरे मिलिले बलि पासे बाम दक्षिणे महावीरे छत्र चामर धरी करे मध्य विराजे बलि शोभा किबा उपमा ताकु देवा
নক্ষত্র মধ্যে পূর্ণ শশী অসুর মধ্যে তেনে দিশি বলিস মিপে পন্থী পন্থী মিলিলে সর্বযুদ্ধপতি দেব অসুরে ঘোর রণে বଳେ আবରି ଜଣେ ଜଣେ କରନ୍ତି ଅଦ୍ଭୁତ ସଂଗ୍ରାମ ଶୁଣ ହୋ ଅସୁରଙ୍କ ନାମ ନମୁଚି ସମ୍ବର ଯେ ବାଣ ବିପ୍ରଚିତି ଲୋହ ବଦନ ବିମୂର୍ଧା କାଳ ନାଭ ହେତି ଇଲୋଳ ଆଦି ଯେ ପ୍ରହେତି ଶକୁନି ଭୂତ ସନ୍ତାପନ ବଜ୍ରଦଶନ ବିରୋଚନ ହୟଗ୍ରୀବ ଯେ ଶଙ୍କୁଶିରା କପିଳ ନାମେ ମହାବୀରା ଜିମୁତ ଦୁନ୍ଦୁଭି ଅଦ୍ଭୁତ ତାରକା ପୁଣି ଚକ୍ରଜିତ ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ ଅରିଷ୍ଟ ନେମି ପୁଣି ଜମ୍ଭ ତ୍ରିପୁରା ଧୂପ ଯେ ଉମୟ ପୌଲମ ଅରିଷ୍ଟ କାଳେୟ ନିବାତ କବଚ ସହିତେ ଅପରେ ଦୈତ୍ୟ ବୀର ଯେତେ ନ ପାଇ ଅମୃତର ଭାଗ ମନେ ବହିଲେ ମହାରାଗ ଦେବଙ୍କୁ ଯୁଦ୍ଧ କରି ବଳେ ଅସୁରେ ବେଢିଲେ ଗହଳେ କରନ୍ତି ସର୍ବେ ଶଙ୍ଖ ନାଦ ଦୁନ୍ଦୁଭି ତୁଲେ ବହୁ ବାଦ୍ୟ ଏମନ୍ତେ ବଳି ବଳ ଚାହିଁ ସକଳ ଦେବେ କୋପ ବହି ସାଜିଲେ ସୁରପତି ସଙ୍ଗେ ଅଶେଷ ଘୋର ରଣ ରଙ୍ଗେ ଐରାବତ ସ୍କନ୍ଧେ ବସି ପୂର୍ଣ୍ଣିମା ରାତ୍ରେ ଯେହ୍ନେ ଶଶୀ ସେଯୁଥ ପତିଙ୍କି ଆବରି ଆନନ୍ଦେ ବାଦ୍ୟନାଦ କରି ନିଜ ବାହନେ ଶକ୍ର ତୁଲେ ଅଶେଷ ଦେବେ ବିଜେ କଲେ ରଣସଙ୍କୁଳ ମହାଗୋଳେ ସମୁଦ୍ର ତୀରେ ବେନି ବଳେ ଶବଦ ଶୁଭଇ ତୁମୁଳେ ମିଳିଲେ ସର୍ବଦିଗ ପାଳେ ଶସ୍ତ୍ର ଉଞ୍ଚାଇ କୋପ ମନେ ନାମ ଡାକନ୍ତି ଅନ୍ୟ ଅନ୍ୟେ ନିକଟେ ମିଳି ଘୋର ନାଦେ ଯୁଦ୍ଧ କରନ୍ତି ମାଲ ବନ୍ଧେ ଇନ୍ଦ୍ରର ତୁଲେ ବଳି ଯୁଝେ ଦାରୁଣ ଦେବାସୁର ମାଝେ ସ୍କନ୍ଦ ତାରକ ଅବହେଳେ ଯୁଦ୍ଧ କରନ୍ତି ବାହୁ ବଳେ ବରୁଣ ହେତି ବେନି ବୀରେ ପ୍ରହେତି ମିତ୍ରେ ଯୁଦ୍ଧ କରେ ଯମର ତୁଲେ କାଳ ନାଭ ବିଶ୍ୱକର୍ମାମୟ ଦାନବ ସମ୍ବର ତ୍ରଷ୍ଟା ତୁଲେ ରଣ ସବିତା ତୁଲେ ବିରୋଚନ ନମୁଚି ଯେ ଅପରାଜିତେ ଅଶ୍ୱିନୀ ବୃଷ ପର୍ବା ସାଥେ ସୂର୍ଯ୍ୟର ତୁଲେ ବାଣାସୁର ରାହୁର ତୁଲେ ନିଶା କର ପୁଲୋମା ସଙ୍ଗତେ ସମର କରଇ ଅନିଳ ଯେ ବୀର ଶୁମ୍ଭନି ଶୁମ୍ଭେ ଭଦ୍ର କାଳୀ ଜମ୍ଭରେ ବୃଷା କପି ମିଳି ମହିଷେ ବିଭାବ ସୁଯୁଝେ ଗହଳେ ଦେବାସୁର ମାଝେ ଇଲୋଳ ବାତାପିର ମେଳେ ସଂଗ୍ରାମ ବ୍ରହ୍ମାପୁତ୍ର ତୁଲେ ଦୁର୍ମର୍ଷ ତୁଲେ ରତିପତି ଉତ୍କଳେ ମାତୃକା ଯୁଝନ୍ତି ଗୁରୁ ଭାର୍ଗବେ ଯୁଦ୍ଧ ଘୋର ନାରକା ତୁଲେ ସନ୍ନ୍ୟାଶ୍ଚର ନୈବାତ କବଚ ମରୁତେ କାଳେୟ ବସୁଙ୍କ ସଙ୍ଗତେ ପୌଲମ ବିଶ୍ୱଦେବା ସଙ୍ଗେ ଯୁଦ୍ଧ କରନ୍ତି ରଣ ରଙ୍ଗେ ଦେବେ ଅସୁର ଗଣ ସଙ୍ଗେ ନିର୍ଘାତେ ଯୁଦ୍ଧ ରଣ ରଙ୍ଗେ ରୁଦ୍ରଙ୍କ କ୍ରୋଧ ବଶ ଗଣ ଆବରି କଲେ ଘୋର ରଣ ଏମନ୍ତେ ମହାରଣ ମଧ୍ୟେ ଦେବଦାନବ ବାହୁ ଯୁଦ୍ଧେ ସମସ୍ତେ ମଲ୍ଲ ଯୁଦ୍ଧ ସାରି ଧାଇଁଲେ করে ଶସ୍ତ୍ର ଧରି ଖଡ୍ଗ ତ ମର ସର ବୃଷ୍ଟି ଭୂଷୁଣ୍ଡି ଚକ୍ର ଗଦା ରୁଷ୍ଟି ପଟିଶ ଶକ୍ତି ଉଲ୍ଲୁ করে ତ୍ରାସ ପରଶୁକେ କୁଠାରେ ନିସ୍ତ୍ରିଂଶ ଭଲ୍ଲ ଯେ ମୁଦ୍ଗର ପରିଘ ପୁଣି ଭିଦି ପାଳ ଏମନ୍ତେ ନାନା ଶସ୍ତ୍ର ଭେଦି ଅସୁରଙ୍କର ଶିର ଛେଦି ଗଜତୁ ରଙ୍ଗରଥ ରଥି ଯୁଦ୍ଧେ ପଡ଼ିଲେ ପନ୍ତି ପନ୍ତି ଶସ୍ତ୍ରେ ଖଣ୍ଡିତ କଳେ ବର ନିରତେ ଗଳଇ ରୁଧିର ବାହୁ ହୃଦୟ ଶିର ଛିଡ଼ି ପଡ଼ିଲେ ଦଶନ କାମୁଡ଼ି ନାନା ଆଭରଣ ଆୟୁଧେ ଭୁଜ ସହିତେ ନାନା ଛନ୍ଦେ ଗଜତୁ ରଙ୍ଗ ମୃତ ପିଣ୍ଡେ ଆଚ୍ଛାଦି ରହେ ଯୁଦ୍ଧ ଖଣ୍ଡେ କବନ୍ଧ ଉଠି ରଣ ମଧ୍ୟେ ନୃତ୍ୟ କରନ୍ତି ବାଦ୍ୟ ନାଦେ
তীক্ষ্ণ খড়গ করে ধরি ধামন্তে কম্পে বসুন্ধরি বলি যে ইন্দ্র সঙ্গে থিলা অনেক বাহু যুদ্ধ কলা জিଣି ନ পারি মল্ল যুদ্ধে বসি মায়া বিমান মধ্যে ধনুকে 10 শর ধরি ইন্দ্রে বিন্ধিলা ক্রোধ ভরি তিনি না রাচ ঐরাবতে বিন্ধিলা আত্মার আয়তে চারি অশ্বଙ୍କୁ চারি ବାଣ ବେଗେ ବିନ୍ଧିଲା ଦୈତ୍ୟ ରାଣ ମାତଳି ସାରଥି ଇନ୍ଦ୍ରର ଥିଲା ଯେ ରଥର ଉପର ଯହୁଁ ବିନ୍ଧିଲା ବୀର ଡାକି ଇନ୍ଦ୍ର ଧାଇଁଲା ତାହା ଦେଖି ବଳିର ଯେତେକ ନାରାଜ ବେଗେ ଛେଦିଲା ଦେବରାଜ ବଳିକି ଚାହିଁ ମନ୍ଦ ହାସେ ବେଗେ ମିଳିଲା ତାର ପାଶେ ଇନ୍ଦ୍ର ଅଦ୍ଭୁତ କର୍ମ ଚାହିଁ ବଳି ଅତ୍ୟନ୍ତ କ୍ରୋଧ ବହି ପୁଣି ଶକ୍ତିଏ ଧରି করে পেশিলা বাসব উপরে উল্কা যে শনে শূন্য মার্গে পড়ি বিরাজে 10 দিগে যে শক্তি বলি পেশি থিলা ইন্দ্র তা ইসিতে ছেদিলা এমন্তে 16 কুন্তরিষ্টি বলি হস্তরু বেগে কাটি হরসে করে শঙ্খ নাদ ক্ষীণ শস্ত্রে বলি স্তবধ নপারি মায়া প্রকাশিলা তৎক্ষণে অন্তর্ধানে গলা মায়ারে শিলা বৃষ্টি ঘনে মেঘ আচ্ছাদিলা গগনে দেবଙ୍କ উপরে বরসে বিজুଳି ତ୍ରାସ 10 দিশে পুଣି ক্ষণকে বহু বৃষ্টি শুষ্ক ইন্ধନ কোটি কোটি দাবাଗ୍ନି ଦେବଙ୍କ ଉପରେ ପଡ଼ନ୍ତି ସମୀର ବେଗରେ ଶିଳା ପଡ଼ନ୍ତି ତାଙ୍କ ଶିରେ ଗହଳେ ଦେବଙ୍କ ଉପରେ ପଡ଼ନ୍ତି ମହର ଗଗଣ ବୃଶ୍ଚିକ ଆଦି ବରଷଣ ବରାହ ସିଂହ ବ୍ରହ୍ମ ହସ୍ତି ସ୍ୱଭାବେ ଗର୍ଜନ କରନ୍ତି ଶତ ସହସ୍ର ଜାତୁ ଧାନି ଅନେକ ସାକିନି ଡାକିନି ବିବସ୍ତ୍ର ହୋଇ ଶୂଳ করে ପିଟନ୍ତି ଦେବଙ୍କ ଉପରେ ରାକ୍ଷସ ଛେଦ ଭେଦ ନାଦେ ସମରେ ମିଳିଲେ ଆନନ୍ଦେ ପ୍ରଳୟକାରୀ ମେଘ ମାଳେ ମିଳିଲେ ଗଗନ ମଣ୍ଡଳେ ଗଭୀର ଘୋର ନାଦ କରି ସଘନେ ବରସନ୍ତି ବାରି ପୁଣି କ୍ଷଣକେ ଅଗ୍ନିବୃଷ୍ଟି ପ୍ରଳୟ ସମୀର ପ୍ରକଟି ପ୍ରଳୟ ପ୍ରାୟ ଅତି ବେগে ଅଗ୍ନି ବେଢ଼ିଲା ଚାରିଦିଗେ ସମୁଦ୍ରେ ଉଲ୍ଲଳ ଲହରୀ ଉଠିଲା ଘୋର ନାଦ କରି ପ୍ରଚଣ୍ଡ ବାତେ ଉର୍ମିଗଣ ଉଠନ୍ତେ ଦିଶଇ ଭୀଷଣ ଏମନ୍ତେ ଅସୁରଙ୍କ ମାୟା ଦୃଶ୍ୟ ଅଦୃଶ୍ୟ ନାନା କାୟା ନାନା ପ୍ରକାର ମାୟା ବଳେ ଯୁଝିଲେ ଦେବଙ୍କର ତୁଲେ ଅସୁର ମାୟା ବଳ ଦେଖି ତ୍ରିଦଶେ ସମର ଉପେକ୍ଷି ବିକଳେ ଭ୍ରମନ୍ତି ଗଗନେ ଅସୁର ମାୟା ବଳେ ଛନେ ରହି ନ ପାରି ସ୍ୱର୍ଗ ପଥେ ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତେ ଦେବଙ୍କ ଭୟ ଦେଖି ହରି ଗରୁଡ଼ ପୃଷ୍ଠେ ବିଜେ କରି ପୀତବସନ ପରିଧାନ ସୁରଙ୍ଗ କମଳ ଲୋଚନ ଉଦିତ ଊର୍ଦ୍ଧ୍ୱେ ଅଷ୍ଟଭୁଜେ କର୍ଣ୍ଣେ କୁଣ୍ଡଳ ରତ୍ନ ସାଜେ ବିବଶ କୌସ୍ତୁଭ ମଣି ଅମୂଲ୍ୟ ରତ୍ନେ ସୁଖଞ୍ଜଣି ଏମନ୍ତ ରୂପେ ଦଇତ୍ୟାରି ଦେବଙ୍କ ମଧ୍ୟେ ବିଜେ କରି ଦେବଙ୍କୁ ମାୟା ଘୋଟିଥିଲା ବିଷ୍ଣୁଙ୍କୁ ଦେଖି ନାଶ ଗଲା ତ୍ରିଦଶେ ଦେଖନ୍ତି ଆକାଶେ ତମ ଯେ ଶନେ ରବି ତ୍ରାସେ ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ ଗୋବିନ୍ଦ ଅଗ୍ରତେ ପ୍ରତ୍ୟକ୍ଷ ଅସୁର ମାୟା ନାଶ ଗଲା ଦେବଙ୍କ ଆନନ୍ଦ ବଢ଼ିଲା ହରି ସ୍ମରଣେ ବନ୍ଧ ମୋକ୍ଷ ଏଭାବେ ବୁଝିଲେ ପ୍ରତ୍ୟକ୍ଷ ଦେବଙ୍କ ମଧ୍ୟେ କାଳ ନେମି ଲୁଚି ଯେ ଥିଲା ମାୟା ଘେନି ଶୂଳ ବୁଲାଇ ଅନ୍ତରିକ୍ଷେ ମିଳିଲା ଗୋବିନ୍ଦ ସମକ୍ଷେ ପିଟନ୍ତେ ଗରୁଡ଼ ଉପରେ ହରି ଧଇଲେ ବାମ କରେ ସେ ଶୂଳ କାଳ ନେମି ମୁଣ୍ଡେ ହରି ପ୍ରହାରିଲେ ପ୍ରଚଣ୍ଡେ ବାଜି ସହିତେ ମହାସୁର ତକ୍ଷଣେ ହେଲା ସତେ ଚୂର ମାଳିସୁ ମାଳିବେନି ବୀରେ ଦେଖି ମିଳିଲେ ଅତି ଖରେ ତ୍ରିଶୂଳ ଗୋବିନ୍ଦ ଉପରେ ପ୍ରହାର କଲେ ମହାଘୋରେ ତାହାଙ୍କ ତେଜ ଦେଖି ହରି ସୁଦର୍ଶନ করে ଧରି ସେବେନି ବୀର ମୁଣ୍ଡ ହାଣି ଶଙ୍ଖ ଶବଦେ ଚକ୍ର ପାଣି
मिलिले देवासुर मध्ये त्रिदशे देखन्ति आनन्दे से हरि चरण कमले सुजने चिंत ध्यान बले अष्टम स्कंदे भागवत अद्भुत गोविंद चरित भाषा प्रबंधे हरि गीत कहिला विप्र जगन्नाथ। इति श्रीमद्भागवते महापुराणे परमहंस्यां संहितायां अष्टम स्कंदे देवासुर संग्रामे दशम अध्याय।